ସେହି ଜୀବନ୍ତ ବାକ୍ୟ ଶୁଣିବା ନିମନ୍ତେ ଆମମାନେ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହ ଆସୁ ଆମମାନଙ୍କର ପ୍ରିୟ ଅତି ପ୍ରିୟ ସିଷ୍ଟରଙ୍କୁ ସ୍ୱାଗତ କରିବା। ସିଷ୍ଟର ମୀନାକ୍ଷୀ ପାତ୍ର, ଆମେ କରତାଳ ସହ ପ୍ରଭୁଙ୍କୁ ଧନ୍ୟବାଦ ଦଉ ସ୍ୱାଗତ କରୁ ସିଷ୍ଟର ମୀନାକ୍ଷୀ ପାତ୍ର। ସମସ୍ତଙ୍କୁ praise the Lord. Good morning. Praise the Lord, Minya. Hallelujah, man. Hallelujah. ସଦା ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ପୁନର୍ଚିତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ସମସ୍ତଙ୍କୁ ନମସ୍କାର ଜଣାଏ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ଏ ପର୍ଯ୍ୟନ୍ତ ତାହାଙ୍କର ଉଦ୍ଦେଶ୍ୟ ମିଳୁଅଛି ସେ ପର୍ଯ୍ୟନ୍ତ ତାଙ୍କର ଅନ୍ୱେଷଣ କରିବା। ଏ ପର୍ଯ୍ୟନ୍ତ ସେ ନିକଟରେ ଅଛନ୍ତି, ଆସନ୍ତୁ ତାଙ୍କ ନିକଟରେ ପ୍ରାର୍ଥନା କରିବା। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଥ୍ୟାଙ୍କ ୟୁ ଜିସସ୍। ଧନ୍ୟବାଦ ଦଉଛୁ ପ୍ରଭୁ, ତୁମ ପ୍ରଶଂସା କରୁଛୁ। ଦୟା କଲ ପ୍ରଭୁ, ଅନୁଗ୍ରହ କଲ। এই চতুর্থ মাসର ଶେଷ ପ୍ରଭାତ ତୁମେ ଆମମାନଙ୍କୁ ଜୀବିତ ରଖିଲ। ଏକ ସ୍ଫୂର୍ତ୍ତିପୂର୍ଣ୍ଣ ପ୍ରଭାତରେ ପ୍ରଭୁ ତୁମ ନିକଟବର୍ତ୍ତୀ ହେବା ପାଇଁ ସୁନ୍ଦର ପ୍ରେୟାର ମିଶନ ମାଧ୍ୟମରେ ତୁମେ ଆମମାନଙ୍କୁ ଏକତ୍ରିତ କଲ। এই ମୁହୂର୍ତ୍ତ ନିଶ୍ୱାସ ଦେଇଛ ପ୍ରଭୁ ତୁମର ପ୍ରଶଂସା କରିବା ପାଇଁ, ତୁମର ଗୁଣାନୁବାଦ କରିବା ପାଇଁ ଧନ୍ୟବାଦ ଦଉଛୁ ପ୍ରଭୁ। ଏଇଭଳି ଆମମାନଙ୍କୁ ପରସ୍ପରକୁ ଉତ୍ସାହିତ କରିବା ପାଇଁ ପୁଣି ତୁମର ପବିତ୍ର ଉପସ୍ଥିତିରେ ସଦାସର୍ବଦା ଜୀବନ ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ଏକାଗ୍ର ଚିତ୍ତରେ ଲାଗି ରହିବା ପାଇଁ ଯେଉଁ ସୁବର୍ଣ୍ଣ ସୁଯୋଗ ଦଉଛ ସେଥିପାଇଁ ଧନ୍ୟବାଦ ଦଉଛୁ। ଯୋଗ୍ୟତା ନାହିଁ ପ୍ରଭୁ, କୌଣସି ଉତ୍ତମତା ନାହିଁ, ଧାର୍ମିକତା ମଧ୍ୟ ନାହିଁ। ତୁମ ଦୟାରେ ପ୍ରଭୁ ଆମମାନେ ଯଦି ବଞ୍ଚିଛୁ କେବଳ ତୁମ ପାଇଁ ସାକ୍ଷ୍ୟ ବହନ କରିବା ପାଇଁ, ତୁମ ପାଇଁ ପ୍ରଭୁ, କେବଳ ତୁମ ପାଇଁ। କାରଣ ଏ ଜୀବନ ତୁମର ଅନୁଗ୍ରହର ଦାନ, ଏ ନିଶ୍ୱାସ ତୁମର ଅନୁଗ୍ରହର ଦାନ। ଆଜିର এই ସୁନ୍ଦର ସମୟକୁ ପ୍ରଭୁ ତୁମ ପାଇଁ ପ୍ରଭୁ ଆମେ ନିଜେ ଆବେଦ କରିଛୁ, ତାହା ଯେ ଆମମାନଙ୍କୁ ଆଶୀର୍ବାଦ ଯୁକ୍ତ କରୁଛି ସେଥିପାଇଁ ଧନ୍ୟବାଦ ଦଉଛି। ଆଜିର ମଧ୍ୟ ସେ ପ୍ରାର୍ଥନା ପୁଣି ଆରାଧନା ପୁଣି ପ୍ରଭୁ ସ୍ପେଶାଲ ସଙ୍ଗ ମାଧ୍ୟମରେ ଯେଉଁମାନେ ପ୍ରଭୁ ବିଶେଷ ଅଂଶଗ୍ରହଣ କରି ତୁମର ଗୌରବ କରିଛନ୍ତି ସମସ୍ତଙ୍କ ପାଇଁ ଧନ୍ୟବାଦ ଦଉଛି। ପ୍ରଭୁ ତୁମ ପରି ଦିନ ଅଯୋଗ୍ୟକୁ ଏଇ ସୁନ୍ଦର ସୁଯୋଗ ଦେଇଛ ତୁମର କିଛି ବାକ୍ୟ ଭାଙ୍ଗିବା ପାଇଁ ପ୍ରଭୁ, ସେ ଯୋଗ୍ୟତା ମୋର ନାହିଁ। ପବିତ୍ର ଆତ୍ମା ତୁମେ ସମ୍ପୂର୍ଣ୍ଣ ଭାବରେ ମତେ ଅଧିକାର କରିନିଅ, ମତେ କୃଷର ଉଭାର ଲୁଚେଇ ଦିଅ ପ୍ରଭୁ। ତୁମେ କଥା କୁହ, ମୋ ଜୀବାକୁ ଅଗ୍ନି ଦେଇ ସ୍ପର୍ଶ କର। ମହିମା ତୁମର ହେଉ, ଗୌରବ ତୁମର ହଉ, ଯୀଶୁଙ୍କ ନାମରେ ମାଗୁଅଛି। ଆମେନ୍, ଆମେନ୍, ଆମେନ୍। ସର୍ବପ୍ରଥମେ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଆମମାନଙ୍କର ବିନୟ ଭାଇ, ବୀରେନ୍ଦ୍ର ଭାଇ ଆଉ ମଧୁମିତା ଭଉଣୀଙ୍କୁ ମଧ୍ୟ ବହୁତ ଧନ୍ୟବାଦ ଦିଏ। ଆଉ ପ୍ରଭୁ ମୋ ଉପରେ ଏକ ଅଯୋଗ୍ୟ ଶାରୀରିକ ଅବସ୍ଥା ଥିବା ଗୋଟେ ନାରୀକୁ ସେମାନେ ସୁଯୋଗ ଦଉଛନ୍ତି ପ୍ରଭୁଙ୍କର ଏ ସୁନ୍ଦର ସହଭାଗିତା ମଧ୍ୟରେ ଏକତ୍ରିତ ପ୍ରଭୁଙ୍କର ସେବା କରିବା ପାଇଁ ଧନ୍ୟବାଦ ଦିଏ ପ୍ରଭୁ ସେମାନଙ୍କୁ। ଆଉ ଏଇ ଚୁମ୍ର ପ୍ରତ୍ୟେକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ, ପ୍ରତ୍ୟେକ ଆତ୍ମିକ ଭାବରେ ଅଭିବୃଦ୍ଧି ପାଇଁ ଆଉ ଆଗକୁ ବଢନ୍ତୁ। ଆଉ ମୋର ପ୍ରଭୁଙ୍କ ନିକଟରେ ପ୍ରାର୍ଥନା, ଏଠାରୁ ଆମେ ଅନେକ ବିଷୟ ଶିଖୁଛୁ, ଯାହା କିଛି ଶୁଣୁଛୁ ଶିଖୁଛୁ ତାକୁ ହୃଦୟ ମଧ୍ୟରେ ସଞ୍ଚୟ କରି ରଖି ତାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆସନ୍ତୁ ସିଧାସଳଖ ବାକ୍ୟ ମଧ୍ୟକୁ ଯିବା। ଯୋହନ ଲିଖିତ ସୁସମାଚାର ତାର 20 ପର୍ବ 21ରୁ 23 ପଦ ଯାକେ ପାଠ କରିବା। ସେ ସ୍ଥାନରେ ଏପରି ଲେଖାଯାଏ, ଯୀଶୁ ସେମାନଙ୍କୁ ପୁନର୍ବାର କହିଲେ, ତୁମମାନଙ୍କର ଶାନ୍ତି ହେଉ। ପିତା ଯେତେବେଳେ ଯେ ପ୍ରକାରେ ମୋତେ ପ୍ରେରଣ କରିଅଛନ୍ତି ମୁଁ ମଧ୍ୟ ସେ ପ୍ରକାରେ ତୁମମାନଙ୍କୁ ପ୍ରେରଣ କରୁଅଛି। ସେ ଏହା କହି ସେମାନଙ୍କର ଉପରେ ପ୍ରଶ୍ୱାସ ଛାଡ଼ି ସେମାନଙ୍କୁ କହିଲେ, ପବିତ୍ର ଆତ୍ମାଙ୍କୁ ଗ୍ରହଣ କର। ତୁମମାନେ ଯଦି କାହାରି ପାପ କ୍ଷମା କରିବ ତାର ପାପ କ୍ଷମା ହବ, ପୁଣି ଯଦି କାହାର ପାପ କ୍ଷମା ନ କରିବ ତେବେ ପାପ କ୍ଷମା ହେବ ନାହିଁ। ପ୍ରଭୁ এই ବାକ୍ୟର ଗଭୀର ବିଷୟ ବୁଝିବା ପାଇଁ ସାହାଯ୍ୟ କରନ୍ତୁ। ଆଉ ବିଶେଷ ଭାବରେ ଆମେ এই ମାସର ଶେଷ ମୁହୂର୍ତ୍ତରେ ଆସି ପହଞ୍ଚିଛୁ। ଅନେକଙ୍କ ଜୀବନ ପାଇଁ ଅନେକ କିଛି ଘଟିଥାଇପାରେ, କିନ୍ତୁ ଆମ ପାଇଁ ଏଇ 2025 ସାଲର ଚତୁର୍ଥ ମାସ ଏକ ବିଶେଷ ମାସ କହିଲେ ଭୁଲ ହେବ ନାହିଁ। ମାନେ ଏଇ ମାସରେ
ସବୁ ବିଷୟକୁ ସ୍ମରଣ କରିଥାଉ। ଏ ମାସଟି ଚାଲିଗଲା ପରେ ଧୀରେ ଧୀରେ ଆମେ ଏଇ ମାସର ଗୁରୁତ୍ୱ ମହତ୍ୱକୁ ଆମେ ପାସରି ଯାଇଥାଉ। କିନ୍ତୁ ପ୍ରଭୁ ଆମକୁ ସ୍ମରଣ କରେଇ ଦିଅନ୍ତି, ତୁମେ ମାନେ ଯେ ମତେ ମନୋନୀତ କରିଛ ତାହା ନୁହେଁ, ମୁଁ ତୁମମାନଙ୍କୁ ମନୋନୀତ କରିଛି। ସେଥିପାଇଁ ତୁମମାନଙ୍କର ମଧ୍ୟରେ ମୁଁ ସଦା ସର୍ବଦା ଉପସ୍ଥିତ ରହିବା ପାଇଁ ଚେଷ୍ଟା କରି ଆସିଅଛି। ଆଉ ତୁମମାନେ ମୋର ନିମନ୍ତେ ମୋ ନିକଟକୁ ଆସି ମୋର ରବ ଶୁଣିବା ପାଇଁ ତୁମମାନେ ଯଦି ପ୍ରସ୍ତୁତ ହେଇଛ, ତେବେ ଜାଣ ମୁଁ ଶୀଘ୍ର ଆସୁଅଛି। ଆଉ ତୁମମାନଙ୍କୁ ନବା ପାଇଁ ମୁଁ ଯୋଉ ଅଧିକାର ତୁମମାନଙ୍କୁ ଦେଇଅଛି, ସେ ଦାନକୁ ତୁମମାନେ ଗ୍ରହଣ କର ଏବଂ ମୋ ନିମନ୍ତେ ସାକ୍ଷ୍ୟ ବହନ କର। ଯେତେବେଳେ ଗତକାଲିର ମୁଁ ସମ୍ବାଦ ଶୁଣୁଥିଲି, ଦାସୀ କହୁଥିଲେ କୃଷାର୍ପିତର ସେ ମୁହୂର୍ତ୍ତର ସମସ୍ତ ପ୍ରସ୍ତୁତି ଯୀଶୁଙ୍କର କିପରି ଥିଲା। ବିଶେଷ ସମ୍ବାଦ ମୁଁ କହିବା ପାଇଁ ଯେତେବେଳେ ମୁଁ ଯାଉଛି, ଆଉ ମୁଁ ଚିନ୍ତା କରୁଥିଲି ପ୍ରକୃତରେ ସେ କୃଷ ଉପରେ ସେ କ୍ଷମାର ବାଣୀ ଥିଲା, ପୁଣି ସେ ସପ୍ତ ବାଣୀର ସମାପ୍ତିର ଥିଲା ସମର୍ପଣର ବାଣୀ। ଆଉ ସେ ସମର୍ପଣ ପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ କୃଷାର୍ପିତ ମୃତ୍ୟୁବରଣ କରୁଛନ୍ତି, ଆଉ ଠିକ ତାଙ୍କର ପ୍ରତିଜ୍ଞା ଅନୁସାରେ ସେ ପୁନରୁତ୍ଥିତ ମଧ୍ୟ ହେଲେ। ଆଉ ଶ୍ରୀଖ୍ରୀଷ୍ଟଙ୍କର ସେଇ ପୁନରୁତ୍ଥାନର 7ଟା ବାଣୀ ମଧ୍ୟ ରହିଥିଲା। ଅନେକ ବାଣୀ ଥିଲା, କିନ୍ତୁ ତା ଭିତରୁ ମୁଖ୍ୟ 7ଟି ବାଣୀ ଭିତରେ ଆମେ ଚିନ୍ତା କରିଛୁ। ଆଉ ମୁଁ ଭାବୁଛି ଏଇ ଦିନ ମାନଙ୍କରେ ଆମେ ସମସ୍ତେ ଏ ବିଷୟରେ ବହୁତ ସୁନ୍ଦର ଭାବରେ ସବୁ ବିଷୟକୁ ଅଧ୍ୟୟନ କରିଛୁ, ବୁଝିଛୁ, ଆଉ ସେଠିକୁ ତାକୁ ମଧ୍ୟ ଗ୍ରହଣ କରିଛୁ। ତେଣୁ ଆଜି ଯୋଉ ଅଂଶକୁ ଆମେ ପାଠ କରିବା ପାଇଁ ଇଚ୍ଛା କରି ପାଠ କଲୁ, ତାହା ଆମକୁ ଏକ ଛୋଟ ବିଷୟ ଜଣାଏ ଯେ ପୁନରୁତ୍ଥିତ ଖ୍ରୀଷ୍ଟଙ୍କର ଦତ୍ତ ପବିତ୍ର ଆତ୍ମାଙ୍କୁ ଗ୍ରହଣ କର। ଏଇ ପୁନରୁତ୍ଥିତ ଜୀବନର ସେ ସପ୍ତ ବାଣୀର ଶେଷ ବାଣୀ ହଉଛି ପବିତ୍ର ଆତ୍ମାଙ୍କୁ ଗ୍ରହଣ କର। ଏଇ ପବିତ୍ର ଆତ୍ମା କେହି ନୁହନ୍ତି, ସେ ଜଣେ ବ୍ୟକ୍ତି ଅଟନ୍ତି। ଆମେ ସମସ୍ତେ ଜାଣିଛୁ। ପୁଣି ମୁଁ ଆପଣମାନଙ୍କ ମଧ୍ୟରେ ମୋର କୌଣସି ବହୁତ ଗୁରୁ ଜ୍ଞାନ ଦ୍ୱାରା ଯେ ମୁଁ ଦୃଷ୍ଟତା କରିବି ତା ନୁହେଁ, କିନ୍ତୁ ଗୋଟିଏ ବିଷୟ ମତେ ବହୁତ ସ୍ପର୍ଶ କଲା ଯେ ପ୍ରକୃତରେ ଆମେ ଏଇ ଜଗତରେ ବାସ କରିବା ସମୟରେ ପବିତ୍ର ଆତ୍ମାକୁ ଆମେ କିପରି ଭାବରେ ଗ୍ରହଣ କରିଛୁ। ଯେତେବେଳେ ପ୍ରଥମରେ ଆମେ ଦେଖୁ ତାଙ୍କ ପ୍ରଥମ ବାଣୀକୁ ଟିକେ ଚିନ୍ତା କରିବା। ପ୍ରଥମ ବାଣୀ ଥିଲା ଗୋ ନାହିଁ, କାହିଁକି ରୋଦନ କରୁଅଛ। ଆଉ ଗୋଟେ ଥିଲା କାହାର ଅନ୍ୱେଷଣ କରୁଅଛ। ସେଇ ପ୍ରଥମ ବାଣୀ ମଧ୍ୟରେ ଯେତେବେଳେ ତାଙ୍କର ଉତ୍ତର ସେ ଦେଇଦେଲେ, ଦ୍ୱିତୀୟ ବାଣୀକୁ ସେ ଚାଲି ଯାଉଛନ୍ତି, ଯେତେବେଳେ ବୃଦ୍ଧ ଦ୍ୱାର ମଧ୍ୟରେ ଶିଷ୍ୟମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ବର୍ତ୍ତମାନ ସାଂସ୍କୃତିକ ପରିସ୍ଥିତି ମଧ୍ୟରେ ଆମମାନେ ମଧ୍ୟ ଦେଖୁଛୁ ଅନେକ ବିଶ୍ୱାସୀ ମାନେ ସେମାନେ ସେ ଭୟଭୀତ ଅବସ୍ଥାରେ ଅଛନ୍ତି। ଅନେକଙ୍କର ଜୀବନ ପ୍ରତି ଭୟ ଅଛି। ସେଇଭଳି ଭାବେ ଶିଷ୍ୟମାନେ ବୃଦ୍ଧ ଦ୍ୱାର ମଧ୍ୟରେ ଶିଷ୍ୟମାନେ ଥିଲେ। ଆଉ ଯୀଶୁ ସେମାନଙ୍କ ମଧ୍ୟରେ ଉପସ୍ଥିତ ହେଇ କହିଲେ, ତୁମମାନଙ୍କ ମଧ୍ୟରେ ଶାନ୍ତି ହଉ। ପୁନର୍ବାର ସେ ତୃତୀୟ ବାଣୀ ସେ କହୁଛନ୍ତି ଯେ ମରିୟମ ଯେତେବେଳେ କେତେକ ସ୍ତ୍ରୀ ଲୋକମାନଙ୍କ ସହିତ ଯାଉଛନ୍ତି, ଆଉ ସେଇ ସ୍ଥାନରେ ମାଛି 28 ଦେଖୁ ସେ କହୁଛନ୍ତି ଗୋଟେ ବିଷୟ ଯେ ତୁମଙ୍କର ମଙ୍ଗଳ ହଉ। ପୁଣି ଚତୁର୍ଥ ବାଣୀ ଯେତେବେଳେ ଆଉ ପୁନର୍ବାର ସେ ପ୍ରକାଶ କରୁଛନ୍ତି, ସେ ସ୍ତ୍ରୀ ଲୋକମାନଙ୍କୁ କହୁଛନ୍ତି ତୁମମାନେ ଯାଇ ମୋର ଭାଇମାନଙ୍କୁ କୁହ। ପୁଣି ପଞ୍ଚମ ବାଣୀ ଯୋହନ 20:27 ପୁନର୍ବାର ଶିଷ୍ୟମାନଙ୍କୁ ମଧ୍ୟରେ ଉପସ୍ଥିତ ହୋଇଛନ୍ତି। କାରଣ ଯୋଉ ସମୟରେ ଶିଷ୍ୟମାନେ ଯୀଶୁଙ୍କୁ ଦେଖିଥିଲେ, ସେଇ ସମୟରେ ତୋମା ସେମାନଙ୍କ ମଧ୍ୟରେ ନଥିଲେ। ଯୋଉଥିପାଇଁ ଆଉ ସେ ପୁନର୍ବାର ସେମାନଙ୍କୁ ଦେଖାଯାଇ ସେମାନଙ୍କୁ ତାଙ୍କ ନିଜର ସ୍ପର୍ଶତା ଦେଇ ତାଙ୍କୁ ଅନୁଭବ କରେଇଲେ ଯେ ତୁମେ ଦେଖ, ଅବିଶ୍ୱାସୀ ନ ହୋଇ ବିଶ୍ୱାସୀ ହୁଅ। ଷଷ୍ଠ ବାଣୀ ଯେତେବେଳେ ଲୋକ ତାର 24:17 ଦେଖୁ, ଆଉ ଦେଖୁ ଇମାମ ପଥରେ ଆଉ 2 ଜଣ ଯାଉଥିବା ସମୟରେ ସେଇଠି ଗୋଟେ ପ୍ରଶ୍ନ ସେ ପଚାରୁଛନ୍ତି, ତୁମମାନେ ଚାଲୁ ଚାଲୁ ଯୋଉ ସମସ୍ତ ବିଷୟ ପରସ୍ପର କଥାବାର୍ତ୍ତା କରୁଛ, ସେସବୁ କଣ? ଆଉ ସପ୍ତମ ବାଣୀ ଶେଷ ବାଣୀ ଥିଲା ଯୋହନ 20:22 ସେ ଶିଷ୍ୟମାନଙ୍କୁ ଗୋଟେ ଅଧିକାର ଦେଇ ଗୋଟେ ସୁନ୍ଦର ପ୍ରତିଜ୍ଞା ବିଶ୍ୱସ୍ତ ଭାବରେ ଗୋଟେ ପୁରସ୍କାର ଗ୍ରହଣ କରିବା ପାଇଁ ତାଙ୍କୁ ସେ ଉତ୍ସାହିତ କରିଥିଲେ। ତାହା ହଉଛି ପବିତ୍ର ଆତ୍ମାଙ୍କୁ ଗ୍ରହଣ କର। ଆସୁ ଚଳିତ ମାସଟିକୁ ଆମେ ବିଦାୟ ଦେବା ସମୟରେ
आत्म समीक्षा करवा पवित्र आत्मा को आम किभली भाव ग्रहण करी शेष पर्याय आम केवल रहीचु ना जीवन आरंभ ठार एपर्यंत पवित्र आत्मा को उपस्थित आम रहीचु। प्रभु आम आशीर्वाद करंतु। हाँ निश्चित भाव पवित्र आत्मा को ग्रहण करिछु कि ना नहीं आम आत्मचिंता समय आ जो समय चिंता करी किसी कहवा पूर्व मोर बहुत साक्ष्य थाए थे प्रभु जन दास आसिले आसी सुंदर भाव कार्य जहाँ कहवा समय पुणी मुझे प्रार्थना करी अनेक विषय से कथबार्ता कले अनेक विषय पर तो कहले पुणी मुझे प्रार्थना करी प्रार्थना करने समय बारंबार से गोटे कथा उच्चारण कर पवित्र आत्मा तुम्हें मत दया कर, पवित्र आत्मा तुम्हें मत दया कर। मु बुझी पारे रिपीट जो पवित्र आत्मा 6-7 थर शुणला आमेन कले परवर्ती समय मुझे पचारि भाई आपण कौन पवित्र आत्मा को जानती कि आपण कौन ग्रहण करते कि आपण कौन से पवित्र आत्मा आपन को अच्छी कि मत हाथ जोड़ी दे कहले भूणी मु पवित्र आत्मा पाई नहीं समय मास्टर मुंह को देखिली अनेली जहाँ कम नहीं एटे से प्रार्थना करे से पाई ना परवर्ती समय तो सहित आलाप करुली से बुझी पारे आज मध्य नहांती महानिद्रा प्राप्त किंतु से शेष संवाद आज से सुजोग तुमने पवित्र आत्मा को ग्रहण कर बुझी पारी सत्य माने ज्ञात न पवित्र आत्मा ग्रहण से सुफल कौन से जानी पारि नथिले किंतु जो समय जानिले से समय से पवित्र आत्मा को ग्रहण कले आम देखो जो 14 पर्व 6 पदरे कहीं आम पवित्र आत्मा ग्रहण कर सुफलता आम पाई पारू कारण से कहते साहाय्यकारी आत्मा भाव आम को पथ कढ़े नापी वर्ष वर्ष धरी समय को आम जीवन आणुंट कार्यकारी करने से पवित्र आत्मा सहायता आम से सुजोग दौरान तेणु आमको ग्रहण करने को पड़ो निश्चित भाव ग्रहण करने को पड़ो जो यीशु जो भयभीत शिष्य मान पवित्र आत्मा दान करी कहते ग्रहण कर प्रश्वास कहते ग्रहण कर अर्थात साहस साहस देते ग्रहण कर शक्ति प्राप्त होते आपण माने आज पवित्र आत्मा को ग्रहण कर सुफल पाइछु कि ना नहीं आत्म समीक्षा करू मासर शेष मुहूर्त प्रवेश करी पुनरुत्थित यीशुंकर संवाद को आम शुणु आउ एक नूतन मास देखा जाऊँ प्रकृत में कौन आम शक्ति प्राप्त हो तृतीय पवित्र आत्मा आम निमंत्रण केतक निवेदन करती रोमी तार 6 पर्व अवस्था विषय जानी पार न कि पाउल बड़ सुंदर गोटे विषय उल्लेख करती स्वयं अकथनीय आर्तनादरे से आंभ मान उपयुक्त भाव ईश्वर इच्छा अनुसार प्रार्थना करने को शिखाती। मोर प्रिय माने पवित्र आत्मा को ग्रहण कर आउ एक सुफल ईश्वर इच्छा अनुଯାयी पवित्र आत्मा पूर्ण हुई आम प्रार्थना करने को शिक्षा कर निश्चित भाव पवित्र आत्मा को ग्रहण करने को पड़ो। चतुर्थ देखु जो 14 पर्व 7 पदरे पवित्र आत्मा आम को कौन करती ना शिक्षा दिखती ईश्वर वाक्य गुड़ाक से आम को स्मरण कर पवित्र आत्मा जो आम मध्य उपस्थित हुई से शिक्षा वाक्य द्वारा आम को शक्तियुक्त करती पावरफुल करती। प्रकृत बहुत मोर निजर दुर्बलता को स्वीकार करे
ଆଉ ଯେତେବେଳେ ବିଭିନ୍ନ ଜୁମ୍ରେ ପ୍ରଭୁ ବ୍ୟବହାର କରିବା ପାଇଁ ମତେ ସୁଯୋଗ ଦିଅନ୍ତି, ମୁଁ ତ ବ୍ୟବହୃତ ହୁଏ, ମୁଁ ବହୁତ ଡରିଯାଏ। ଆଉ ମୁଁ କହେ ପ୍ରଭୁ ମୁଁ କଣ କହିବି, ମୁଁ ସେଇଭଳି କୌଣସି ଏକ ବକ୍ତା ନୁହେଁ। ସେଇ ସମୟରେ ପବିତ୍ର ଆତ୍ମା ସେ କୁହନ୍ତି ତୁ ନୁହେଁ, ମୁଁ ତୋ ପାଇଁ ବକ୍ତା ହେବି। ଆଉ ପ୍ରଭୁ ଆମକୁ ସେ ଆତ୍ମାଙ୍କ ଦ୍ଵାରା ଅଧିକରୁ ଅଧିକ ଶିକ୍ଷା ଏବଂ ବାକ୍ୟ ସବୁକୁ ସ୍ମରଣ କରିବାରେ ସାହାଯ୍ୟ କରନ୍ତି। ସେଥିପାଇଁ ଆମେ ପବିତ୍ର ଆତ୍ମାକୁ ଗ୍ରହଣ କରିବା ଆବଶ୍ୟକ, ତା ସୁଫଳକୁ ଭୋଗ କରିବା ଆବଶ୍ୟକ। ମାଥ୍ୟୁ 10:20 ଯୀଶୁ କହିଲେ ତୁମେ ତ ବକ୍ତା ନୁହଁ, ତୁମ ଅନ୍ତରରେ ଯୋଉ ପବିତ୍ର ଆତ୍ମା ତୁମମାନଙ୍କ ଅନ୍ତରରେ କଥା କହନ୍ତି, ସେଥିପାଇଁ ଶ୍ରୋତାଙ୍କର କ୍ଷୁଧାକୁ ଆଉ ଶ୍ରୋତାଙ୍କର ସମସ୍ତ ଆବଶ୍ୟକତାକୁ ସେ ପୂର୍ଣ୍ଣ କରି ଆଉ ବାକ୍ୟର ନିଗୂଢ ତତ୍ତ୍ୱକୁ ସେ ବୁଝେଇ ଦିଅନ୍ତି। ଯଦି ତୁମେ ପବିତ୍ର ଆତ୍ମାକୁ ଗ୍ରହଣ କର, ତେବେ ସେଇ ଶକ୍ତି ତୁମମାନଙ୍କ ମଧ୍ୟରେ, ସେ ସାହସ ତୁମମାନଙ୍କ ମଧ୍ୟରେ, ସେ ଜ୍ଞାନ ତୁମମାନଙ୍କ ମଧ୍ୟରେ ନିଶ୍ଚିତ ଭାବରେ ପରିପୂର୍ଣ୍ଣ ହେବ, ଯଦ୍ୱାରା ତୁମେ ତାଙ୍କୁ ଗ୍ରହଣ କରିବାର ସୁଫଳ ତୁମେ ଜାଣିପାରିବ। ଆଜି ଆମମାନଙ୍କର ସେଇ ଚିନ୍ତାର ବିଷୟ ରହିଛି ଯେ ପବିତ୍ର ଆତ୍ମା ପ୍ରକୃତ ଭାବରେ ଆମମାନଙ୍କର ଅନ୍ତରରେ କଥା କହିଛନ୍ତି କି? ଏଇ ଦିନ ମାନଙ୍କରେ ଆମେ ଅନେକ ଅନେକ ବାକ୍ୟ ଶୁଣିଲୁ, ଅନେକ ଅନେକ ଈଶ୍ୱରଙ୍କ ସେ ରବ ଗୁଡିକ ଶୁଣିଲୁ। ଆଉ ଶ୍ରୋତା ମାନଙ୍କୁ କ୍ଷୁଧା ପୂର୍ଣ୍ଣ କରିବା ପାଇଁ ଅନେକ ପ୍ରଭୁଙ୍କର ଦାସ ଦାସୀ ମାନେ ବାକ୍ୟ ଦ୍ୱାରା ପରିପୂର୍ଣ୍ଣ ହୋଇ ଆମମାନଙ୍କୁ ସଂଶୋଧନ କରି ଅଗ୍ରସର ହେବା ପାଇଁ, ପୁଣି ବାକ୍ୟର ନିଗୂଢ ତତ୍ତ୍ୱକୁ ଆମମାନଙ୍କ ନିକଟରେ ବୁଝେଇବା ପାଇଁ ସେମାନଙ୍କ ପ୍ରାଣପଣ ଆମେ ଅନୁଭବ କରିଛୁ କି? କାରଣ ସେ ବକ୍ତା ଅଟନ୍ତି, ସେଥିପାଇଁ ଆମେ ତାଙ୍କୁ ଗ୍ରହଣ କରିବାକୁ ପଡିବ। ଯଦି ଗ୍ରହଣ କରୁ ନିଶ୍ଚିତ ଭାବରେ ସୁଫଳ ପାଇବା। ଷଷ୍ଠ ବିଷୟ ଦେଖୁ ଜୁନ 16 ପର୍ବ 3 ପଦରେ ଆଉ ଗୋଟେ କାର୍ଯ୍ୟ ଆମ ପାଇଁ କରିବା ପାଇଁ ଯାଆନ୍ତି। ବର୍ତ୍ତମାନ ସାମ୍ପ୍ରତିକ ପରିସ୍ଥିତି, ଦେଶ ଦେଶ ମଧ୍ୟରେ, ଜାତି ଜାତି ମଧ୍ୟରେ, ବର୍ତ୍ତମାନର ସେ ଭୟଙ୍କର ପରିସ୍ଥିତି ମଧ୍ୟରେ ଆମେ ଗତି କରିବା ସମୟରେ ସେ ଆମକୁ ଗୋଟିଏ ବିଷୟ ଶିଖାନ୍ତି ଯେ ଯୋହନ 16 ପର୍ବ 3 ପଦରେ କହନ୍ତି ଆଗାମୀ ବିଷୟ ବା ଭବିଷ୍ୟତର କଥା ସେ ଜଣାଇବେ। ଏସବୁ ଘଟଣା ଯେତେବେଳେ ଘଟି ଯାଉଛି, ଆମେ ପ୍ରାର୍ଥନା କରୁଛୁ, ଦୁଃଖିତ ହଉଛୁ, ଭାଙ୍ଗି ପଡୁଛୁ, ନୈରାଶ୍ୟ ମଧ୍ୟରେ ବୁଡି ଯାଉଛୁ, ପୁଣି ସବୁବେଳେ କହୁଛୁ ପ୍ରଭୁଙ୍କର ଆଗମନ ତ ହେଇଗଲାଣି, ଯଥେଷ୍ଟ ସମୟ ଆମମାନଙ୍କୁ ପ୍ରଭୁ ଦେଇ ସାରିଲେଣି, ଆମେ ଏପର୍ଯ୍ୟନ୍ତ କଣ କରୁଛୁ? କିନ୍ତୁ ସେମାନଙ୍କର ଯେ ବଇନା ସଦୃଶ ଏଇ ଭବିଷ୍ୟତର କଥା ମଧ୍ୟ ଆମମାନଙ୍କୁ ଜଣେଇ ଦେବା ପାଇଁ ଚାହାନ୍ତି। ପ୍ରଭୁ ଆଗାମୀ ବିଷୟ ଭବିଷ୍ୟତ କଥା ସେ ଆମମାନଙ୍କୁ
ପ୍ରେଜ୍ ଦ ଲର୍ଡ ଆମେନ୍। Praise the Lord. Hallelujah. ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ଆମେ ସମସ୍ତେ ଆଜିର ବାକ୍ୟ ଦ୍ୱାରା ଗୀତ ଦ୍ୱାରା ଆଶୀର୍ବାଦକୁ ପ୍ରାପ୍ତ ହୋଇଛୁ। ଆସୁ ପ୍ରାର୍ଥନା କରିବା। ଆଉ ଆମମାନଙ୍କ ମଧ୍ୟରେ ଅଛନ୍ତି ବ୍ରଦର ମିଖାଇଲ ସ୍ୱାଇଁ, ସେ ଆମ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିଦେବେ। ବାକ୍ୟ ନିମନ୍ତେ ଭକ୍ତଙ୍କ ପାଇଁ ପ୍ରାର୍ଥନା କରିଦେବେ। ପ୍ରେଜ୍ ଦ ଲର୍ଡ। Mikhail bhai return करनाते अच्छी करते Okay. again Praise the Lord.